লোকে কহতে শতঠু সপন অনেক দূর, কিন্তু ମୋ ପାଇଁ শতঠু সপন মাত্র অল্প দূর। अयो ए कि सारे आपण से हंस लडू खाइबा बंद करंतु सारे बंद करंतु सब सर्वनाश है जैसे सारे सर्वनाश হে মহান্তে, सारे কথাটাକୁ ବୁଲେଇ ବଙ୍କେଇ ନ କହି ଯାହା ହେଇଛି ସିଧା ସିଧା ସଫା ସଫା କହ ମହାନ୍ତେ। ए कि सारे कहले तो कुल कुटुंब को लाज सारे न कहले कुल फांसी जीव सारे ताले शुणंतु सारे आपणक झिया ना से पठाण पुआ सहित तार नार चली ଶଳା ମହାନ୍ତେ, ତୁ ବୁଝି ପାରୁଛୁ ନା ବେ ତୁ କାହା ବିରୁଦ୍ଧରେ କଣ କହି ଯାଉଛୁ? सारे ତୋ କହିବା କଥା ଟିକେ ବି ମିଥ୍ୟା ପ୍ରମାଣିତ ହେଇଥାଏ ନା, नहीं सारे ତାହେଲେ ମୁଁ ଭୁଲିଯିବି ଯେ ତୁ ହଉଛୁ ବୋଲି ମୋ ନିଜ ଲୋକ ବୋଲି। ए कि सारे मत एमिति नाली आखि देखांतु नाई सारे जदि आपण को मो कथा को विश्वास लागुनी ताहेले एनी आपण झियो को डाकंतु सारे क्षीरटा क्षीर आउ पानीटा पानी हेई जीव हे ମହାନ୍ତେ, सारे ମୋ ଅନ୍ନ କାହାରିକୁ ଭୟ କରେ ନା। जानी छे ତୁ ଅପେକ୍ଷା କର ମହାନ୍ତି, ଏଇନେ ସାଙ୍ଗେ ସାଙ୍ଗେ ମୋ ଝିଅ ଅଞ୍ଜଳିକୁ ମୁଁ ଡାକି ଦଉଛି। डाकंतु सारे डाकंतु ଅଞ୍ଜଳି, ହେ ମା ଅଞ୍ଜଳି ଲୋ, ପିତା ହେ ମା ମତେ ଡାକିଲେ ପିତା। ଆଜି ମୁଁ ଗୋଟାଏ ବଡ଼ ନିଷ୍ପତ୍ତିଟା ନେଇ ଯାଇଛି ରେ ମା। अरे माँ ଏଣୁ ତୋର ମତାମତ ଜାଣିବା ପାଇଁ ମୁଁ ତତେ ଏଠିକି ଡକାଇଛି ରେ ମା। ପିତା ତମ ନିଷ୍ପତ୍ତି ମାନେ ମୋର ମଧ୍ୟ ନିଷ୍ପତ୍ତି, ଏଥିରେ ମୋର କୌଣସି ଆପତ୍ତି ନେଇ ପିତା। ହେ ମହାନ୍ତି, सारे ଶୁଣିଲୁ ନା ମହାନ୍ତି, ମୋ ଝିଅ ଅଞ୍ଜଳି କଣ କହିଗଲା? ମୋ ନିଷ୍ପତ୍ତିରେ ମୋ ମା ମଧ୍ୟ ଏକମତ। नहीं सारे एमिति कथार कहले चलबनी सारे एने आपणक झिया को भल भावरे बुझांतु हे बुझांतु रे ମା ଅଞ୍ଜଳି, ଆଜି ମୁଁ ତତେ ନ ପଚାରି ନ ବୁଝି ନ ସୁଝି ଗୋଟାଏ ବଡ଼ ନିଷ୍ପତ୍ତିଟା ନେଇ ଯାଇଛି ରେ ମା। अरे माँ ଆଉ ସେଇ ନିଷ୍ପତ୍ତିଟା ହେଲା ଆମ ରାଜ୍ୟର ମହାରାଜା ଆଦର୍ଶ ସାମନ୍ତ ରାୟଙ୍କ ପୁଅ ରାଜକୁମାର ସିଦ୍ଧାର୍ଥ ସହିତ ତୋରି ବାହାଘର ପାଇଁ ମୁଁ ପ୍ରସ୍ତାବଟା ଦେଇ ଦେଇଛି ରେ ମା। अरे माँ
ହେ ମା ଅଞ୍ଜଳି ମୁଁ ଦେଇଥିବା ବାହାଘର ପ୍ରସ୍ତାବରେ ତୁ ବି ରାଜି ନା ମା ଅଞ୍ଜଳି ଚୁପ୍ ହେଲୁ କାହିଁକି ମୋ ପ୍ରଶ୍ନର ଉତ୍ତର ଦେଲ କହିଦେ ରେ ମା କହିଦେ नहीं ନାଇଁ मने ମାନେ नहीं मने नहीं माने से हो तमने मु कौन बोली भाविबिलो तमने मो झियो अंजलि आउ मो आयत्तरे नहीं ନାହିଁ तमने मो झियो अंजलि आउ मो बोलो मानुनी ମାନୁନି तमने मो झियो अंजलिटा सही मुसलमान पुआ को भला पाऊजी हाँ पिता मैं को मुसलमान को भले पैसा ऋषि हे मां अंजलि तू एमिति गोटाए भूल निष्पत्ति नेबा पूर्वरु तोर 10 थर भाबिबा दरकार थिला रे मां तो बापा होची हेई कलिंग राज्यलो सेनापति ହଁ এই ঘটনা বিষয়ে সমস্ত লোকে জানি সারিলা পরে তো বাপা কোন কা দণ্ড রাস্তা কোণরে মুন্ড টেকি বাট চাড়ি পারিব ନା କେବେ ବି ପାରିବନି ଏ କି ସାରେ ଏ ଆପଣଙ୍କ ଝିଅ ନା ଆପଣଙ୍କ ଇଜ୍ଜତଟାକୁ ପୁରା ପୁରି କି ମାଟିରେ ମିଶେଇ ଦେଇଛି ସାରେ ସାରା ମୁଁ କେତେ ଆଶା କରିଥିଲି ବାହାଘର ହେବ ବାଣ ଫୁଟିବ ବାଜା ବାଜିବ ଭୋଜି ଭାତ ଖିଆ ହେବ ହେଲେ ଏ ଝିଅ ନା ପୁରା ପୁରି କି ଆମର ଏ ଆଶାଟାକୁ ମାଟିରେ ମିଶେଇ ଦେଇଛି ସାରେ ମିଶେଇ ଦେଇଛି पिता ମୁଁ ଭଲ ପାଇଛି ହେ କୌଣସି ମା ପାପ ତ ଅଞ୍ଜଳି ଭଲ ପାଇବା ପାପ ନୁହଁରେ ମା ହେଲେ ଗୋଟାଏ ହିନ୍ଦୁ ଘରର ଝିଅ ହୋଇ ଗୋଟାଏ ମୁସଲମାନ ପୁଅକୁ ଭଲ ପାଇବା ପାପ ନୁହଁଲୋ ମହାପାପ ପିତା ଏ କଲିଯୁଗରେ କିଛି ମଣିଷ ନିଜ ସ୍ୱାର୍ଥ ପାଇଁ ମଣିଷ ହୋଇ ମଣିଷକୁ ହତ୍ୟା କରୁଛି ଏ ଆପଣ ପାପ ନୁହେଁ ହେ ଅଞ୍ଜଳି ଆଜି ଗୋଟାଏ ସାମାନ୍ୟ ମୁସଲମାନ ଟଙ୍କା ପାଇଁ ତ ବାପ ମୁହଁରେ ତୁ ଜବାବ ଦେବା ଶିଖି ଯାଉଛୁ ଛି ମନେ ରଖ ଅଞ୍ଜଳି ମୁଁ ତତେ 2 ଦିନ ସମୟ ଦଉଛି ସେଇ 2 ଦିନ ଭିତରେ ଯେମିତି ହେଲେ ବି ସେଇ ପଠାନ ଟଙ୍କାଟାକୁ ତତେ ଭୁଲି ଯିବାକୁ ହବ କେମିତି କେମିତି ଭୁଲିଯିବି ପିତା ସେହିପରି ଜଣେ ମୁସଲମାନ ପୁଅ ହେଲେ ମୁଁ ତାଙ୍କ ଭିତରେ ମୁଁ ମୋ ଜଗନ୍ନାଥ ଦେଖେ ପିତା ହେ ଅଞ୍ଜଳି ଆଜି ପର୍ଯ୍ୟନ୍ତ ତୁ ତ ବୋପାର ବାହାରର ରୂପଟା ଦେଖିଥିଲୁ ମୋ ଭିତରେ ଲୁଚି ରହିଥିବା ଶୈତାନ ରୂପକୁ ତୁ ଚିହ୍ନିନୁ ସାରେ तो बापा जहाँ थरे डिसीजन निये ସେଇଟା ହଉଛି ତା ପାଇଁ ଶେଷ ନିଷ୍ପତ୍ତି ସାରେ ତତେ ତ ପ୍ରେମ ଦରକାର ନା ବାପା ଦରକାର ନିଷ୍ପତ୍ତିଟା ତୋରି ହାତରେ ଆଉ ତୋ ନିଷ୍ପତ୍ତି ଯଦି ମୋ ବିରୁଦ୍ଧରେ ଯାଏ ତାହେଲେ ମୁଁ ଭାବି ନେବି ଯେ
ମୋ ଝିଅ ଅଞ୍ଜଳି ମୋ ପାଇଁ ମରିଗଲା। अरे माँ, ମୁଁ ସତ କହୁଛି ରେ ମା, ବୁଝିଯା। ତୋ ବାପା ପୁରାପୁରି ପାଗଳ ଲୋକ, କେତେବେଳେ ମତେ ବି ଖାଇଯିବ। ମୁଁ ସତ କହୁଛି, ଭୁଲି ଯା। ଆରେ ମରିବି ପରା, ଭୁଲି ଯା। हे भगवान तमे मते क्यों परीक्षा पकड़ प्रभु मुझे नई पट को जी पड़ी के मरी जी आउछती से पट को चली जी चल के पाउस हो जी करी तो कौन करी मुझे भी बुझी पारुनी मु कौन मो पिता को बोलिक रही पारि ना मु पारिबिनी तमनी मु कौन मो भल पाइबा को भूली जीवी ना यह भी मत हो पारिबनी से जापे जाओ मो साथी पाग चली जीवी कथार पर अच्छी झील जन्म पर घर को आज मत काली मो पिता ठारू आ राज्य ठारू मत विदाय तो नेबार थिला ना हाँ मो साथी पाख चली जीवी पिता तुम तुम झील क्षमा कर दो पिता कहीं आज तुम झील तुमको आउ तुम राज्य को सबुदिन छाड़ी चली जाऊची केमिति प्रेम केमिति भल पाइबा केमिति राति केमिति स्वप्न देखिबा सब डोरे आज छिड़ी गला।